ସମାନ ବୁଦ୍ଧି ଚ ଭାବ ୟାଗୁରା ସମାନ ବୁଦ୍ଧି ଚ ଭାବ कृष्ण कहले मु ग्रहण करी 16,000 राजकन्या हेले कन्या बड़ हेले कृष्ण
ସର୍ବବତୀ ଆଦି ମିତ୍ରବିନ୍ଧା ଯୋଉ 8 ଜଣ ରାଣୀ ଆଜ୍ଞା ଏ 8 ଜଣଙ୍କୁ କୁହାଯାଏ ପାଟରାଣୀ। ଏ 8 ଜଣ ପାଟରାଣୀ କପିଳ ଆଜ୍ଞା ସେଦିନ ହଁ ରାଜମାତା ଦେବକୀ ଡାକିଛନ୍ତି 8 ଜଣ ଯାକ ପାଟରାଣୀ ପହଞ୍ଚନ୍ତି। ହଁ ଓ ଯୋଗାକାଳିଆ ପାଦେ ଗଲି ମୁଁ ଶରଣ, ଯୋଗାକାଳିଆ ପାଦେ ଗଲି ଶରଣ, ଯୋଗାକାଳିଆ ପାଦେ ଗଲି ଶରଣ, ଯୋଗାକାଳିଆ ପାଦେ ଗଲି ଶରଣ। ଭୁଲଣିଆ ଆଖି ଦେଖି ଭୁଲିଗଲା ଭୁବନ, ଯୋଗାକାଳିଆ ପାଦେ ଗଲି ଶରଣ, ଯୋଗାକାଳିଆ ପାଦେ ଗଲି ଶରଣ। ଭୁଲିଗଲ ଭୂଷଣ ବର ହେବେନି ସଙ୍ଗୀକାର, ଯୋଗାକାଳିଆ ପାଦେ ଗଲି ଶରଣ, ଯାହା ଯାହା ନ୍ୟାୟମାନ କରା ହୁଏ ଆଲୋଚନା, ଯୋଗାକାଳିଆ ପାଦେ ଗଲି ଶରଣ। କଥା କହୁ କହୁ ହେ ପଣ୍ଡିତେ ଦେଉନି ରଖିଲା, ଯୋଗାକାଳିଆ ପାଦେ ଗଲି ଶରଣ, ଧୀରେ ଧୀରେ ପ୍ରଭୁ କଥା ରଖିଲା ତୋରା ଭଲା, ଯୋଗାକାଳିଆ ପାଦେ ଗଲି ଶରଣ। ହରି କଥା କରି କଥା ତୋର ମାଘେ ଛାଡ଼, ଯୋଗାକାଳିଆ ପାଦେ ଗଲି ଶରଣ, ଭଲ ପ୍ରଭୁ ଦୟା କରିଥିଲେ ପ୍ରଭୁ ଦର୍ଶନ, ଯୋଗାକାଳିଆ ପାଦେ ଗଲି ଶରଣ, ଯୋଗାକାଳିଆ ପାଦେ ଗଲି ଶରଣ। କଥା କହୁଥିଲେ ଧୀରେ କୁହ। କହିଲେ ସେଦିନ ରାଜମାତା ଦେବକୀ ହଁ ବୋହୂମାନଙ୍କୁ ଡାକି କହିଛନ୍ତି, ବୋହୂମାନେ ରାତି ପାଇଲେ ମୋ ପୁଅ କୃଷ୍ଣର ଜନ୍ମଦିନ, ହଁ ତମେ ତାର ପତ୍ନୀ ଭାବରେ ତମକୁ କିଛି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ପଡିବ। କଣ କରିବ? ଶାଶୁ ମା ଆଦେଶ ଦେଲେ ରାତି ପାଇଲେ ମୋ ପୁଅର ମଙ୍ଗଳ କାମନା କରିବା ପାଇଁ ତମେ ଟିକେ ଯାଇ କାଳୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଆସିବ। ରାତି ପାହିଆ ସୁଧୀରେ କପିଳ ଅଷ୍ଟପଟ ମୋହିତି ବାହାରି ପଡିଲେ, ସଖୀ ସପରି ତିଆରିକା କେହି ଜାତିରେ ନାହାନ୍ତି। କଣ କଲେ ପୁଅ? ପ୍ରକୃତି କବି ଗଙ୍ଗାଧର ହେର ଲେଖିଦେଲେ ପୁଅ ଗୀତ କବନ୍ଧରେ ଗୋଟାଏ ପଦ। କଣ କହିଲେ? କହିଲେ ବସନ ଭୂଷଣ ଏ ପିନ୍ଧିବ ନା ଥିଲା ଯା ଦେବୀ ପୂଜା ପାଇଁ ହେ ନାରୀ
ଜାମ୍ବବତୀ ଯାହା କହିଲା ମଧ୍ୟ ଦୁଇ ରାଣୀଙ୍କ ଭିତରେ କଳି ପୁଣି ଲାଗିଲା। ଜାମ୍ବବତୀ କହିଲେ ନା ଆମ ଭିତରେ ବଡ କିଏ? ନିଜକୁ ନିଜେ କେହି ବଡ କୁହନ୍ତି କି ରେ? ଇଏ ବଡ ବଡ ବୋଲି ନାଗରା ପିଟିଲେ। ଇଏ ବଡ ତ କେହି ହୁଏ ନା ଦିଅ। स्वामी की पचारिबा आमे 8 जण पाटराणी सबुठु बड़ 108 जण भितर 8 बड़ 8 भितर बड़ 8 भितर सती की आ 8 भितर से कहा को बेसी भल पांती कौशल्या हला पूजा अर्चना आरंभ होई गला और भक्ताकार भाव बसिले भूत दीप को जाई देले हाथ को जोड़े मां को डाकिला को लागिले हे संध्या हेला संध्या हेले मन तो कन थन थन होची बड़ किए प्रमाण करिवे सती किए प्रमाण करिवे काहा को स्वामी बेसी भल पाजती स्वामी कहिबे आज आठ जण कराणी कृष्णंकर जन्मोत्सव पालन करला परे बाहरी पड़ले कृष्णंकर शयन कक्ष अभिमुखे आज्ञा जाउछती जे दुई रानी को भीतर पड़ी लागी रुक्मिणी और सत्यभामा ये दुई जण गोला बेले परस्पर बड़ विरोधी चिंताधारा नहीं जाउछंती सत्यभामा भाबुछंती रुक्मिणी को विरुद्ध है रुक्मिणी भाबुछंती सत्यभामा को विरुद्ध है सत्यभामा भाबिले मन भीतर भाबुछंती तो रुक्मिणी मो सहित जाउछु जे तू कोन सती हेई पारिबु काहे कि रुक्मिणी सत्य होनी काहे कि सत्य होनी एको परम पूज्य गुरुदेव काय कथिनि कोय भागवत भूषण बलभद्र पुना महोदय को लेखा रेको करे काहे सती हेबु तू पारुनी जानी आई सती हेबु पारुनी जानी
ପରି ଯେମିତି ନିଅ କଳା ମିଶି ଥାଏ ଦେଖ ଯାହା ପୂର୍ଣ୍ଣତା ଏଇ ପରିକା ଆଉ ଯେଉଁଟା ଛାର ଗୋପାଳ ଘରେ ଜନ୍ମତ ହେଇଛି ତାକୁ ମୋ ଭଉଣୀ ବିବାହ କରିବ। ଆରେ ବିଶ୍ୱନାଥ ବର୍ମନ ସିନା ସଂସ୍କୃତ ଭାଷାରେ ଲେଖିଦେଲେ ଓଡ଼ିଆ ପଦ ଯଦୁମଣି ମହାପାତ୍ର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଏ ଗଳି ଚାନ୍ଦନ ପ୍ରକାର ପ୍ରତି କରୁଛି যদি ମୁଁ ସ୍ଥିର କରିଦେଲେ କୋଉଠି ବାହାଘର କରିବା ପାଇଁ ମୋ ପୁଅ କହିବ ନା ମୋ ଭଉଣୀକି ଗୋଟାଏ ଜାଗାରେ ବାହାଘର ମୁଁ କରିପାରିବି ମୁଁ କରିପାରିଲିନି ମା ଗତ ମାର୍ଚ୍ଚ 3 ତାରିଖରେ ମୋ ଝିଅ ବାହାଘର କଲି ମୁଁ ସ୍ଥିର କଲି ଗୋଟାଏ ଜାଗାରେ ମୋ ପୁଅ କହିଲା ମୋ ବାବୁ କୋଉଠି କହିବେ ମୁଁ ଯୋଉଠି କଲି ସେଠି ହବ ମୋ ପୁଅ ଯୋଉଠି ଗଲା ମୋ ଝିଅର ବିବାହ ମୁଁ ସେଠି ବାଧ୍ୟ ହେଇକି କଲି ଏଇଟା ଆଜିକାଲିର କଥା ଦ୍ୱାପର ଯୁଗରେ କୃଷ୍ଣଙ୍କ ସମୟରେ ସେଇଆ ଘଟିଥିଲା ରୁକ୍ମଣ କହିଲା ମୋ ଭଉଣୀ ବିବାହ କରିବ ଶିଶୁପାଳ ବାପା କହିଲେ କୃଷ୍ଣ ଇଏ କହିଲେ ଶିଶୁପାଳ କଥା କାହାର ରହିବ କଥା ରହିଲା ନା କିନ୍ତୁ ରହିଲେ କଣ ହବ ରୁକ୍ମିଣୀ ତ କୃଷ୍ଣକୁ ଭଲ ପାଇଛନ୍ତି ବିବାହ କରିବେ ନହେଲେ ତ ହବନି କାରଣ ତ୍ରେତୟା ଯୁଗରୁ କଥା ସରିଛି ତ୍ରେତୟା ଯୁଗରୁ କଥା ସରିଛି ରେ କେତେବେଳେ ସୀତା ରାମଙ୍କ ଭିତରେ ଯୋଉ ଆଲୋଚନା ହେଇଥିଲା ସୀତା ପ୍ରତିଜ୍ଞା କରିଥିଲେ ବହି ନେହି କେ ସୁକାଢି କେ କବି ମାଇ କେ ରୂପେ ସୁକାଢି କେ କବି ମୋଇ ଠିପତ ଦେଇ କସୁରିଛି ଆନାଲି ଠିପତ କସୁରିଛି ବହି ନାହିଁ ଆମେ ରାଜଗାଏ ବହି ନାହିଁ ଆମେ ରାଜଗାଏ ବଡ଼ାଇ ବିଲନେ ଗଲେ ଏତିକା ବଡ଼ାଇ ବିଲନେ ଗଲେ ଏତିକା ବଡ଼ା ବାହୁରି ବାହୁରି ବଡ଼ା ବାହୁରି ବାହୁରି କାକା କହେ ତୁମେ ହିରୋଇ କାକା କହେ ତୁମେ ହିରୋଇ ସୀତା ତ ଲେଖି ଦେଇଛି ଅଣ୍ଡରଟେକିଂ ଲେଖି ଦେଇଛନ୍ତି ଯିବ କୋଉଠି ପାଟିରେ କହିବ ଯଦି ଆପଣଙ୍କ ସହିତ ଗୋଟେ ଶବ୍ଦ କିଏ ରଖିଲେ ଆପଣ ଯଦି ଗୋଟେ ଅଣ୍ଡରଟେକିଂ ଲେଖିଦେଲେ ଷ୍ଟାମ୍ପ ପେପର ଲେଖାଟା ସଉଥିଲା ଏକା ଲେଖା ସବୁ ବୋକା କହନ୍ତି ଏକା ଲେଖା ସବୁ ବୋକା ସେଦିନ ସୀତା ଲେଖିଦେଲେ ହାତ କାଟିକି ଯେତେ ଥର ଜନ୍ମ ହଉଥିଲି ଆପଣ ଭିଟାମିନ ପରେ ପାଇ ଯଦି କୌଣସି ଜନ୍ମରେ ଆପଣ ନ ଆସିଲେ ଆଉ କିଏ ବାହା ହବା ପାଇଁ ଆସିଲା ବଡ ମଣ୍ଡପରୁ ଯିବ ବାହୁଡି ସେଇ ବେଦିରୁ ବେଦିରୁ ବିଦା ଦୂତକୁ ପଠେଇକି ଆପଣଙ୍କୁ ଡକେଇକି ଆପଣଙ୍କ କ୍ଷେତ୍ରରେ ପଡେ ହେଲା ସେଇ କଥା ଦ୍ୱାପର ଯୁଗରୁ ସେଇ କଥା ଶିଶୁପାଳ ବସେଇକି ବରବେଶ ସାଜିବି ପଣା ପିଇକି ବସି ବାହା ହବ ପଣା ପିଇକି ବସିଛି ରୁକ୍ମିଣୀ କୃଷ୍ଣଙ୍କୁ ଡକେଇକି ତାଙ୍କ ସହିତ ଛୁ ଆଚ୍ଛା ଚିନ୍ତା କରନ୍ତୁ ସତ୍ୟ ଭାମା ଭାବିବ
ମଝିରେ ମୁଁ କୋଉଠି ପାଲାର ଭିତରେ ଆଉ ତା ସେଥିରେ ପଳଉଛି ବୁଲାବିକା ମୁଁ ତତେ ନେଇକି ଯାଏ ସେଦିନ ସତ୍ୟ ଭାଇ ରୁକ୍ମିଣୀ ଭାବୁଛନ୍ତି କହିଲେ ଯୋଉଦିନ କୃଷ୍ଣ ବଳରାମ ରୈବତଗିରିରେ କରୁଥିଲେ ଯଜ୍ଞ ପୂର୍ବରୁ ଦୂତ ପଠେଇଥିଲେ ଚାରି ଦିଗକୁ ନିମନ୍ତ୍ରଣ ନେଇ ଯାଇଥିଲେ ଦକ୍ଷିଣ ଦିଗକୁ ଯୋଉ ଦୂତଟି ଯାଇଥିଲା ସିଏ ଭୁଲ ବଶତଃ ଗୋଟେ ରାକ୍ଷସ ରାଜ୍ୟରେ ପହଞ୍ଚିଗଲା ସେ ରାଜ୍ୟର ନାଁଟା ହଉଛି ଜେନାବଳି ପାଟଣା ଜେନାବଳି ପାଟଣାର ରାଜା ହଉଛନ୍ତି କୌଶିକ ଦୈତ୍ୟ କୌଶିକ ଦୈତ୍ୟର ସୈନ୍ୟମାନେ ଦେଖିଲେ ଗୋଟେ ମଣିଷ ଭୁଲରେ ବସି ଅଛି ତାକୁ ଧରି ପକେଇଲେ ଖାଇବା ପାଇଁ ଇଏ ବିଚାର କଲା ପ୍ରାଣ ରକ୍ଷା କରିବା ପାଇଁ ହେଲେ ମିଛ କହିବା ପାଇଁ ପଡିବ ତେଣୁ କଣ କଲା କପିଳ ଇଏ ଦୂତ କହି ଆସିଲା ମତେ ଗାଈ ମାରିବା ପାଇଁ ବସିছে ରାକ୍ଷସ କଣ ମୁଁ ପରା ତମ ରାଜାଙ୍କ ପାଖକୁ ନିମନ୍ତ୍ରଣ ନେଇକି ଆସିଛି କୃଷ୍ଣ ପଠେଇ ନାହାନ୍ତି ନିମନ୍ତ୍ରଣ କିନ୍ତୁ ବାଧ୍ୟ ହେଇକି ପ୍ରାଣ ରକ୍ଷା କରିବା ପାଇଁ ମିଛ କଥା ବୋଲି କହିଦେଲା ଆଉ ଯୋଉ ମାରିବେ କଣ ତାକୁ ଧରି ନେଇକି ରାଜା ପାଖରେ ପହଞ୍ଚେଇଦେଲେ ରାଜା ପଚାରିଲେ କୁଆଡେ ଆସିଛୁ ନା କୃଷ୍ଣ ବଳରାମ ଯଜ୍ଞ କରୁଛନ୍ତି ଆପଣଙ୍କ ପାଖକୁ ନିମନ୍ତ୍ରଣ ପଠେଇଛନ୍ତି ଆଶ୍ଚର୍ଯ୍ୟ ହେଲା ସିଂହ ସତ୍ୟ ବୋଲେ କୋଉଦିନ କୃଷ୍ଣ ବଳରାମ ମୋ ପାଖକୁ ନିମନ୍ତ୍ରଣ ପଠେଇବେ ଆରେ ରାକ୍ଷସ ପାଖକୁ ମୁଁ ଗୋଟେ ରାକ୍ଷସ ସେମାନେ ହଉଛନ୍ତି ମନୁଷ୍ୟ ମୋ ପୁଅଟାକୁ ମାରିବା ପାଇଁ ବସିଛି କେହି କେବେ ମରଣକୁ ନିମନ୍ତ୍ରଣ କଲାଣି କି ଆଉ ଯଦି ପଠେଇଛନ୍ତି ଯେ ନିମନ୍ତ୍ରଣଟା ପ୍ରାଣ ରକ୍ଷା କରିବା ପାଇଁ ନିମନ୍ତ୍ରଣ ଟିକେ ରଖିଲା ପରେ ଦୂତ ଅବଧ୍ୟତାକୁ ଛାଡ଼ିଦିଅ ଦୂତ ପଳେଇ ଆସିଲା କୃଷ୍ଣଙ୍କ ଆଗରେ କହିଲାନି ଭୟରେ କହିଲା କାଳେ କହିଲେ କୃଷ୍ଣ ଦଣ୍ଡିତ କରିବେ ଇଏ ସିନା ଭୟ କଲାନି କୃଷ୍ଣ ବଳରାମ ସେଦିନ ଯଜ୍ଞ କରୁଛନ୍ତି ରେ ବାବୁଲି ଠିକ ସେତିକି ବେଳେ ଦକ୍ଷିଣ ଦିଗରୁ ଅସିଂହ ଦୈତ୍ୟ ପହଞ୍ଚିଗଲା ଆରେ କୃଷ୍ଣ ବଳରାମ ଜାଣିନାହାନ୍ତି କିମ୍ବା ରାଜ୍ୟବାସୀ ମାନେ କେ ନଗରବାସୀ ମାନେ କେହି ଜାଣିନାହାନ୍ତି କିନ୍ତୁ ହଠାତ୍ କରି ନବୀନ ଚନ୍ଦି ସେ କୋଳା କ୍ଷେପନ୍ତଙ୍ଗ ସିଂହ ଦେଖିଲା ସବୁ ଗଲେ କୃଷ୍ଣ ବଳରାମକୁ ଯଜ୍ଞ କୁଣ୍ଡକୁ ଫିରିଗଲା ଦେଖିଲା ଗୋଟେ ସୁନ୍ଦରୀ ନାରୀ ବସି ସୁନ୍ଦରୀ ସ୍ତ୍ରୀ କିଆ କହିଲା ଏକ ଛାଡ଼ିବି ଧୃତ୍ୱା ସତ୍ୟ ଭାମାୟା ଗମ୍ୟତେ ଶୂନ୍ୟ ମାର୍କା ଧରି ପକେଇଲା ଆଉ ଭାଇବା ପାଇଁ ସମୟ ନାହିଁ ଚାଳିଶ ପାଇଁ ସମୟ ନାହିଁ ଟିକେ ଟିକେ ଯିବା ପାଇଁ ପଡ଼ିବ ଗୋଟେ ଦେଖିଲା କେଡ଼େ ସୁନ୍ଦରୀ କିଏ ସିଏ କୃଷ୍ଣ ବଳରାମ ଯଜ୍ଞ କୁଣ୍ଡରେ ବଢ଼ିଲେ ସତ୍ୟଭାମା ବସିଛନ୍ତି ସତ୍ୟଭାମାକୁ ଦେଖିକି ଚିନ୍ତା କରିକି ଗୋଷ୍ଠୀ ଉପମା ଦେବାକୁ ନାହିଁ
সেদিন ধৃত্বা সত্যভামায় গম্যতে সত্যমার্গা ধরিয়া সত্যভামাকে কিଏ না গোসিং হচ্ছে কৃষ্ণ বলরাম যোগেন্দ্রে পড়িଛନ୍ତି সত্যভামাকে ধরিলা রথরে বসাইলা আকাশ মার্গরে উঠিলা আকাশরে কেହି নাহাନ୍ତି গোসিং হচ্ছে সত্যভামাকে ধরিକି হରଣ করে ନେଇ ପଡ଼ିଲା ଦେଖିଲା ଆଉ ରଖିବା ବାଲା କେହି ନାହାନ୍ତି ସତ୍ୟଭାମା ଦେଖିଲେ ଆଉ ରଖିବା ପାଇଁ ମୋତେ କେହି ନାହାନ୍ତି ଆରେ ଯିଏ ଜଗତକୁ ରଖିଲା ବାଲା ସିଏ ତ ମୋ ଆଖି ଆଗରେ ଯଜ୍ଞ କୁଣ୍ଡରେ ପଡ଼ିଲେ ଆଉ କିଏ ରଖିବ ଆଉ କିଏ ରଖିବ ଜଗତକୁ ରକ୍ଷା କର୍ତ୍ତା ଜଗତର ରକ୍ଷା କର୍ତ୍ତା ନିଜ ରକ୍ଷଣ ଅସମ୍ଭବ ମାନେ ଯିଏ ଜଗତକୁ ରଖିବା ବାଲା ସିଏ ତା ନିଜକୁ ରଖିବା ନାହିଁ ସିଏ ମୋତେ କଣ ରଖିବ ତେଣୁ ଚିନ୍ତା କଲା କଣ କରିକି ରାତ୍ର ହେଇଗଲା ସେଇ ରାତ୍ର ଧରେ ଆକାଶରେ ଗୋସିଂ ହଦୈତ୍ୟ ଧରିକି ଯାଉଛି ଆକାଶରେ ରଥରେ ଥାଇ ଡାକ ଛାଡ଼ିଲେ ସତ୍ୟଭାମା ଆଉ ନା ବାପ ଆଉ ନା ନାଇଁ ଗୋଟେ ନା ଦେହୁଟା ଡାକିଲା ସତ୍ୟଭାମା ଉଚ୍ଚ ସ୍ୱରରେ ପାର୍ଥ ରକ୍ଷା କର ଅର୍ଜୁନ ରକ୍ଷା କର ଗାନ୍ଧୀ ଭାଇ ରକ୍ଷା କର ଅର୍ଜୁନଙ୍କ ନାମ ଧରି ପୁରା ଡାକ ଛାଡ଼ିଲା
সতী শিরোমণি কিয়ে সে পাণ্ডব ধরণী দ্রৌপদী পড়িলে রানী মানে ଆମ ଭିତରୁ କେହି ହେଲେ ବି ଗୋଟେ ପର ନାରୀ ପୁଣି ବିବାହିତା ନାରୀ ଯାହା ପାଞ୍ଚଟା ସ୍ୱାମୀ ତାକୁ ପୁଣି ଆମ ସ୍ୱାମୀ ଭଲ ପାଉଛନ୍ତି ସବୁ 8 ଜଣ ଯାକ ଏକାଠି ହେଇଗଲେ କହିଲେ ସ୍ୱାମୀ ଯଦି ଆମେ ଆପଣଙ୍କର ନୁହଁ ଆମକୁ ଆପଣ ଭଲ ପାଉନାହାନ୍ତି ଦ୍ରୌପଦୀ କି ଭଲ ପାଉନାହାନ୍ତି ତାହେଲେ ଆଉ ଆଜିଠୁ ଆପଣଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ ଭଗବାନ କୃଷ୍ଣ ହସିଲେ କାହିଁକି ଉଠ କାହିଁକି ଆସୁନୁ ଇଆଡେ ଗୋଟାଏ ଜାବୁଡାରେ ଏକାଥରେ ଉଠ ଯିବୁ ପଇସା କଣ ମାଗଣା କହିବି ଠକିକି ପଇସା ନେଇକିରି ଘରେ ନେଇକିରି କୋଉ ବିଲ କିଣିବୁ ହେଲେ ଫୁଲ କଣ ଖାଇବି ସେଦିନ ରାଣୀ ମାନେ କୃଷ୍ଣଙ୍କୁ କହିଲେ କହିଲେ ସ୍ୱାମୀ ଯଦି ଦ୍ରୌପଦୀ ଆପଣଙ୍କର ସବୁ କିଛି ଦ୍ରୌପଦୀ ଆପଣଙ୍କର ପ୍ରାଣ ପ୍ରିୟ ଦ୍ରୌପଦୀ ପାଇଁ ଆପଣ ସବୁ କିଛି ଆପଣ ଚିନ୍ତା କରୁଛନ୍ତି ତାହେଲେ ଆମ ସହିତ କଣ ସମ୍ପର୍କ କିଛି ନାହିଁ ଆଉ କିଛି ସମ୍ପର୍କ ନାହିଁ ଏ କଥା ଶୁଣି ରୁକ୍ମିଣୀ ଧରି ପକେଇଲେ କୃଷ୍ଣ ହେ ସତ୍ୟଭାମା କାହା ସତ୍ୟଭାମା ହାତକୁ ଧରି କହିଲେ କହିଲେ ସତ୍ୟ ଡାକିଲେ ଭଉଣୀ ଆମ ସ୍ୱାମୀ ଯାହା କହୁଛନ୍ତି ସତ ଖାଲି ପୁଣି ଜଣେ ଖାଲି ଜଣେ କି ଏ ଶୁଣିବ ମୋ ଭାଇ କହୁଥିଲେ ମୋ ଭାଇ ରୁକ୍ମଣ କହୁଥିଲେ ଆଉ ଜଣଙ୍କ ସହିତ ସମ୍ପର୍କ ଥିଲା ଆମର ଆଉ ଜଣେ କିଏ ଜାଣିଛ ରୁକ୍ମିଣୀ କହିଲା ସେ ଜଣକ କିଏ କିଏ କପିଳ ଜୟଦେବ ସ୍ୱାମୀଙ୍କର ଲେଖାକିତ ମୋର ଏଇଠି ଇଚ୍ଛା ହଉଛି ମୁଁ ଏଠି ପେଣ୍ଡାଲ ଛାଡ଼ି ପଳେଇବ ଯାଉ ଭାଇ ଜାନ ଭାଇ କଣଟା ବୁଝେଇ ସେଟା ବୁଝିଲେ ଆପଣ ବଡ଼ ନାହିଁ ମୁଁ ସାନ ହେଲେ କପିଳ କୋଉଠି ଏ ସାନ ସ୍ମରଗଳ ଖଣ୍ଡନ ଜୟଦେବ ସ୍ୱାମୀ ଗୀତ ଗୋବିନ୍ଦ ଲେଖିଛନ୍ତି ପରା ସ୍ମରଗଳ ଖଣ୍ଡନ ଦେବ ମସି ଅସି ଗୋପପୁରରେ ରାଧା ବୋଲି କିଏ ଜଣେ ଥିଲା ଯୁବତୀ ଆମ ସ୍ୱାମୀ ତା ସହିତ ତାକୁ ପ୍ରେମ କରୁଥିଲେ ପ୍ରୀତି ପାଇଁ ତା ପାଦକୁ ମଥାରେ ରଖିଥିଲେ ବୋଲି ମୋ ଭାଇ କହୁଥିଲେ ଯିଏ ଏତେ ଜଣକୁ ଖସି ଯାଇପାରେ ଆଉ ତାଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ କହିଲେ ଆଉ ଆପଣଙ୍କ ଆମର କୌଣସି ସମ୍ପର୍କ ନାହିଁ ସେଇ ଦ୍ରୌପଦୀ ଧରି ଚଳୁ ସେଇ ଦ୍ରୌପଦୀ ଆପଣଙ୍କର ସବୁ କିଛି ଗୁଣି ଜଣ ଭୂଷଣ ମୁଁ ଡେରିଛନ୍ତି ଜ୍ଞାନ କାହିଁକି କହିଛି ଦ୍ରୌପଦୀ ସତୀ ଦ୍ରୌପଦୀ ବଡ ଦ୍ରୌପଦୀ ମୁଁ ଭଲ ପାଏ ତମେ କାହିଁ ବୁଝିବ ତମେ କାହିଁ ବୁଝିବ ତମେ କାହିଁ ବୁଝିବ ମନ ଭିତରେ କୃଷ୍ଣ ଭାବିଲେ କହିଲେ ସମୟ ଆସୁ ତମକୁ ଉଚିତ ଶିକ୍ଷା ଦେବି ଏମିତି ସମୟ ଆସିବ ତମେ ନିଜେ ତମ ମୁହଁରେ ମାନିବ ଦ୍ରୌପଦୀ ଶ୍ରେଷ୍ଠା ଆସିଲା ସେ ସମୟ କୋଉ ସମୟ ରାଜା ରାଣୀଙ୍କ ଭିତରେ ସମ୍ପର୍କ ନାହିଁ କୃଷ୍ଣଙ୍କ ସହିତ ରାଣୀ ମାନଙ୍କର କୌଣସି ସମ୍ପର୍କ ନାହିଁ ଦିନ ପରେ ଦିନ ମାସ ପରେ ମାସ ବିତି ଚାଲିଛି ଆଜି ଗୋଟେ ପହଞ୍ଚିଗଲା ଗୋଟିଏ ସମୟ ସେ ସମୟ କଣ କହିବି କବି ସମ୍ରାଟ ଭଞ୍ଜ ବୈଦେହୀଶ ବିଳାସରେ ପଦଟିଏ ଛାଡ଼ିଲ କଣ କହିଲେ କଣ କହିଲେ ବସନ୍ତ ସମୟ ଅତି
ତମେ ଗୋଟେ କାମ କର ବସନ୍ତ ଉତ୍ସବ ଯଦି ପାଳନ ହବ ତମେ ଯାଇ ନିମନ୍ତ୍ରଣ କରି ସମସ୍ତଙ୍କୁ ଆସ ହେଲା ତମେ ନିମନ୍ତ୍ରଣ କରି ଆସିବ ନିମନ୍ତ୍ରଣ କରିପାରି ଆସିବା ପରେ ତାପରେ ବସନ୍ତ ଉତ୍ସବ ପାଳନ କରିବା ଜିନିଷ ଟିକେ ସର୍ଟ ରହିଲା କହିଲେ 500 ଟଙ୍କା କହିଲେ ନା କ୍ଷୀରି ପୁରୀ ନା ଗୋଟେ 100 ଟଙ୍କା କୋଉଟା କହିଲା ନମ୍ବର 1 ଟିକେ ସର୍ଟ ହେଇଗଲା ଉଠ ବାବୁ ତମେ ଟିକେ ଆଗାମୀ ଟିକେ ଆଉ 4 କାର୍ଟୁନ ଅଧିକ କହିଲା କଣ ଉଦ୍ଧବ ବାବୁ ତମେ ନମ୍ବର 1 ସର୍ଟେଜ ହଉଛି ଉଦ୍ଧବକୁ ଡାକିଲେ କହିଲେ ଉଦ୍ଧବ କାହାକୁ ନିମନ୍ତ୍ରଣ କରିବା ପାଇଁ ଯିବ କହିଲେ କାହା କହୁନାହାନ୍ତି ଆପଣ ଶୁଣ ଯଦି ଆମ ଘରେ ଉତ୍ସବ ହଉଛି ଯଦି ବାପା ଘରେ ଉତ୍ସବ ହଉଛି ଝିଅ ପାଇଁ ଆସିବାଟା ନିହାତି ଅର୍ଜୁନ ତ ଆସିପାରିବେ ତମେ ଗୋଟେ କାମ କର ତମେ ଯାଅ ସୁଭଦ୍ରାକୁ ନିମନ୍ତ୍ରଣ କରି ଆସ ସୁଭଦ୍ରା ଆସିଲେ ବସନ୍ତ ଉତ୍ସବ ପାଳନ ହବ ଉଦ୍ଧବ 2 ପାଦ ଚାଲିଗଲେ ପୁଣି ପଛରେ ଘଟି ହାତ ଧରିଲେ କହିଲେ ପ୍ରଭୁ ଯଦି ଖାଲି ସୁଭଦ୍ରାକୁ ଡାକିବା ଭୁଲ ହେଇଗଲି କହିଲେ କାହିଁକି ନା ସେ ଘରେ ଆଉ ଗୋଟିଏ ବୋହୂ ଅଛି ଦ୍ରୌପଦୀ ଦ୍ରୌପଦୀ ଖାଲି ସୁଭଦ୍ରାକୁ ଡାକିଦେବା ଦ୍ରୌପଦୀକୁ ଡାକିବାନି ଇଏ କରି କରାଉ ଥାଇ ମୁହିଁ ହୋ ଗୋବିନ୍ଦ ସାକ୍ଷୀ ରୂପେ ଭଗବାନ କେଡ଼େ ଚାଲାକ ଠକ ତ ଠକ ଚୋର ତ ଚୋର ଦେଖୁନ କେମିତି ଲୋକ ସେ କହିଲେ ଯଦି ମୁଁ କହିଦେବି ଲୋକ ନିନ୍ଦା କରିକି ଦେଖେ ଯାହାକୁ ଭଲ ପାଉଛି ବୋଲି ସ୍ତ୍ରୀଙ୍କ ସହିତ ସମ୍ପର୍କ କରି ତାକୁ ଲଗେଇବେ ମୁଁ କାହିଁ କହିବି ପ୍ରଭୁ କହିଲେ ମୁଁ କାହିଁ କହିବି ଯେମିତି ତ କହିଦେବି ଯେ ମତେ କେହି ଦୋଷ ଦେବି କାହିଁକିନା ସେ ନିଜେ କହିଛନ୍ତି ପରା ଜଗତ ଭିତରେ ଏମିତି ରହିବା ପାଇଁ ପଡିଲା କେମିତି ପକିଳ ଦେହେ ପଙ୍କେ ଥାଇ ତା ଦେହେ ପଙ୍କ
আচ্ছা ঠিক এই সময় রানী ମାନଙ୍କ কানের কথা পড়িগলা রানী মানে ধাই আসলে বলে এই সেই ভগবান কৃষ্ণ দেখলে এইটা হচ্ছে প্রকৃত মহত্ব এই সময় কোন বলে বসু বসু লেখিতে কবি মন্ডল বসু বলে ফির করে কিউ তো ভো କଣ କହିଥାନ୍ତି ରାଣୀ ମାନେ ଆସି ପହଞ୍ଚି ଗଲେ କଣ କହୁଛ ରାଣୀ ମାନେ ପଚାରେ କଣ କହୁଛ যেମିତି କ୍ୟାପସୁଲ ଅଛି ତୋତେ ସେମିତିଆ ଫୋନ ଦରକାର ଯୋଉଟା ଗିଳି ଦିଅନ୍ତୁ ତୋତେ ପାଟିରେ ରହନ୍ତା ସେଇଟା ସବୁବେଳେ କଥା ରାଣୀ ମାନେ କହିଲେ ରାଣୀ ମାନଙ୍କୁ କୃଷ୍ଣ କହିଲେ କଣ ଦେଖିଲେ କଣ ଧରିଛି ସ୍ୱାମୀ ସ୍ୱାମୀ ଇଏ ତ ଆମ୍ବ ହେଲେ ଅସମ୍ଭବ କୋଉଠୁ ଆଇଲେ ଏଇନା ପୁରା ବଉଳ ହଉଛି ଯେ ବଉଳ ଆମ୍ବ ଗୋଟେ ପାଚିଲା ଆମ୍ବ ଧରିକି କୃଷ୍ଣ ଡାକିଲେ ରାଣୀ ମାନେ କହିଲେ ରାଣୀ ମାନେ ଇଏ ওই ଆମ୍ବଟା କାଟିକି ଖା ରାଣୀ ମାନେ କହିଲେ ଶୁଣି ଆଶ୍ଚର୍ଯ୍ୟ ବସନ୍ତ ଋତୁ ଆରମ୍ଭ ଯଦି ବକୁଳ ଅମାବାସ୍ୟା ଗଲା ବସନ୍ତ ଋତୁ ହେଉଛି ବର୍ତ୍ତମାନ ବଉଳ କୋଉଠି ଆମ୍ବ ଚଲା କିନ୍ତୁ ପାଚିଲା ଆମ୍ବ କୋଉଠୁ ଆସିଲା ପାଚିଲା ଆମ୍ବ କୋଉଠୁ ଆସିଲା କୃଷ୍ଣ କହିଲେ କହିଲେ କୋଉଠୁ ଆଣିଛି ଜାଣିଛ ଶୁଣିବ କୋଉଠୁ जोटा अयोध्या आ जनक राज्य मिथिला अयोध्या मिथिला मझिरे थिला कोटा काम को बीच में अयोध्या को को राज्य एना अयोध्या राज्य या अयोध्या को अयोध्या होची उत्तर प्रदेश रे उत्तर प्रदेश हैला आज्ञा कृष्ण कोठी आको धरि राजा जातुनी ओटा या द्वारका द्वारका कोठी गुजरात रे अयोध्या होची उत्तर प्रदेश आज्ञा कृष्ण छिड़ा हेती गुजरात रे कहले हम कामे कोन ना चिंता कर की ठोका ठोकिले आज्ञा ठोकिले रे ना हमने निकलती कामना एटा उडा माया आको कहले निरा को काटी छे बरे ଆମେ କାଟି ପାରିଲୁ ସବୁ ଆପଣ ତ ଜାଣିଛନ୍ତି ଆମ ଆଠଗଡ଼ କାହା ସହିତ କାହାର ଆମର ପଡୁଛୁ ଆଚ୍ଛା ଧରନ୍ତୁ ମୁଁ ଯଦି କାଟିଦେବି ଆଣ୍ଟିଲି ଏଠି ବଡ଼ ସାଙ୍ଘାତ ମୁଁ କାଟି ସବୁ କାଟି ଆପଣ କାଟିକି ଦିଅ ତାର ଯନ୍ତ୍ର ଦିଅ ନାନୀ ଗୋଟେ ଧରିଲା ଛୁରୀ ଧରିଲେ କୃଷ୍ଣକୁ କୃଷ୍ଣ ଆମ କାଟୁଛନ୍ତି ରେ କହିଲେ ତୁମ କ୍ଷୀର ଧାର ଛୁରୀ କାଟା ସମସ୍ତେ କହୁଛନ୍ତି କି ଏଇଠି କରୁନାହାନ୍ତି ଭାଇମାନେ ଅଛନ୍ତି ସମୟ ହେଇଗଲେ ଆଉ ଯୋଉ କରିବା ପାଇଁ ସବୁ ନାହିଁ କୃଷ୍ଣ ଦେଖିଲେ ଏଇଟା ହଉଛି ପ୍ରକୃଷ୍ଟ ସମୟ ଦ୍ରୌପଦୀ ଟିକେ ଦୂର ଛିଡ଼ା ଅଛି ସେଇପଟକୁ ଗୋଟେ ଆଣିଟା ଦେଖେଇଦେଲେ ଯେମିତି ଦ୍ରୌପଦୀକୁ ଦୃଷ୍ଟିଟା ପଡିଗଲା ଆଉ କି ସମ୍ଭାଳନ୍ତି ସେ ରାଣୀମାନେ ଛିଡ଼ା କୋଣା ଖୋଜୁଥିଲେ ଦ୍ରୌପଦୀ କୋଣ ଛିଡ଼ା କୋଣା ଖୋଜିଲେ ଆଗ ଦେଖି ଦଉଛନ୍ତି ଏହା ପ୍ରାଣନାଥ ବୋଲି ଇଏ ପଡ଼ିଲେ ଧରି ସନ୍ଧ୍ୟା ହେଲେ ଦେବୀ
ଭଗବାନଙ୍କୁ ପାଇବା ପାଇଁ ହଁ ଯେତେ ପ୍ରକାର ମାର୍ଗ ରହିଛି ହଁ ସବୁଠାରୁ ବା ସହଜ ଏବଂ ସରଳ ମାର୍ଗ କୋଉଟା କୋଉଟା ଆଜ୍ଞା ଅଛି କି ନାହିଁ ନିଜ ଦେହି ହୋ ଯେତେବେଳେ ଆମେ ନିଜକୁ ଭୁଲିଯିବା ଜଗତକୁ ଭୁଲିଯିବା ନିଜକୁ ଭୁଲିବା ଜଗତକୁ ଭୁଲିବା ମାନେ କଣ ମାନେ କଣ ଆଜ୍ଞା ନିଜକୁ ଭୁଲିବା ଜଗତକୁ ଭୁଲିବା ହଁ ତା ମାନେ କଣ ଯେମିତି ଦ୍ରୌପଦୀ ଯୋଉଦିନ ଦୁଶାସନ ଦ୍ରୌପଦୀଙ୍କର ବସ୍ତ୍ର ଗ୍ରହଣ କଲା ହଁ ସେଦିନ ଦ୍ରୌପଦୀଙ୍କର ଅବସ୍ଥା ହେଇଥିଲା ହଁ ଆଜି ତା ପୂର୍ବ ଅବସ୍ଥା ସେଇଆ କଣ ହେଲା ନିଜକୁ ଭୁଲିଲା ଜଗତକୁ ଭୁଲିଲା ହଁ ଜ୍ଞାନୀମାନେ ଯେତେବେଳେ ଆମେ ନିଜକୁ ଭୁଲିକି ଜଗତକୁ ଭୁଲି ଯାଆନ୍ତି ସେତେବେଳେ କଣ ଅବସ୍ଥା ହୁଏ କଣ ସାର୍ ନିଜ ମାନେ ମୋର କେହି ନାହାନ୍ତି ମୁଁ କିଛି ନୁହେଁ ନା ଜଗତ ମାନେ ଜଗତ କିଛି ନୁହେଁ ନା ଯଦି ଜଗତକୁ ଭୁଲିଗଲେ ହଁ ନିଜକୁ ଭୁଲିଗଲେ ହଁ ଆଉ ସେତେବେଳେ କିଏ ଅଛି ଇଏ ନିଜ ବାହାରେ ଜଗତ ବାହାରେ ଜଣେ ନିଜ ବାହାରେ ହଁ ଜଗତ ବାହାରେ ହଁ ସେ ଜଣକ ଏ ଜଣକ କିଏ ତ୍ୱମେବ ମାତା ଚ ପିତା ତ୍ୱମେବ ତ୍ୱମେବ ବନ୍ଧୁ ଚ ସଖା ତ୍ୱମେବ ବନ୍ଧୁ ଚ ସଖା ନିଜକୁ ଭୁଲି যায় ଜଗତକୁ ଭୁଲି যায় ସେତେବେଳେ ଈଶ୍ୱର ତାର ନିଜ ରହିଯାଏ ସେଦିନ ଦ୍ରୌପଦୀ ନିଜକୁ ଭୁଲିଗଲେ ଜଗତକୁ ଭୁଲିଗଲେ ଖଣ୍ଡିଏ ବସ୍ତ୍ରକୁ ଚିରି ଯେତେବେଳେ ଆଙ୍ଗୁଠିରେ ବୁଡ଼େଇ ଦେଲେ ପାଦ ତଳେ ପଡ଼ି ଯାଇଛନ୍ତି ରାଣୀମାନେ ନିଜର ଭୁଲ ବୁଝିପାରିଲେ କଲେ ସ୍ୱାମୀ ଇଏ ଅହଙ୍କାର ମୋ ପାଖରେ ଥିଲା ଇଏ ଦାମ୍ଭିକତା ଥିଲା ଇଏ ଗର୍ବ ଥିଲା ଆଜି ପରା ସବୁ ଚୂର୍ଣ୍ଣ ହେଇଗଲା भगवान କହିଛନ୍ତି ନା ଭାଗବତରେ କହିଲେ ଯେ ମୋତେ ସର୍ବସମର କହି ତାର ସ୍ୱାତୟ ସୁଧାଇ ସେଦିନ ନିଜ କଥା ଚିନ୍ତା କରିନଥିଲା ଜଗତ କଥା ଚିନ୍ତା କରିନଥିଲେ କେବଳ ଭଗବାନଙ୍କୁ ଚିନ୍ତା କରି ବସ୍ତ୍ର ଦେଇଥିଲେ ବୋଲି ଖାଲି କଣ कोटि वस्त्र दान करथिले महाभारत भितर भगवान कृष्ण द्रौपदी को कोटि साहाय्य करछथि गोटिए कथा कहिथिला जे भीष्म जो पंचस्वर रखिथिले केवल कृष्ण को पई पांडव मानकर प्राण रक्षा खाली एति कि नहे ये महाभारत रे अनेक कथा तो पूरी बाकी रही गला महाभारत रे द्रौपदी को कृष्ण रक्षा करछथि
अधिकरू अधिक पाला देखिबा पई आमो चैनल सब्सक्राइब करंतु।